କାହିଁକି ପାଳନ ହୁଏ ରଥଯାତ୍ରା? କାହାକୁ ଦେଇଥିବା କଥା ରକ୍ଷା କରି ମହାପ୍ରଭୁ ରଥ ଚଢି ଗୁଣ୍ଡିଚା ମନ୍ଦିର ଯାଆନ୍ତି? କଣ ରହିଛି ଏହାର ରହସ୍ୟ? ଚାଲନ୍ତୁ ଜାଣିବା ଆଜିର ଭିଡିଓରେ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ସୁଚିତ୍ରା ଆପଣ ମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ଭିଡିଓଟି ଭଲ ଲାଗିଲେ ନିଶ୍ଚିତ ଭାବରେ ଲାଇକ୍ କରିବେ। ଭିଡିଓଟି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ନିଜର ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଯେତେବେଳେ ଦ୍ୱାପର ଯୁଗର ଅନ୍ତ କରିବାର ସମୟ ଆସିଲା, ଭଗବାନ ଶ୍ରୀକୃଷ୍ଣ ଜଳ ପ୍ରଳୟ ମାଧ୍ୟମରେ ଯଦୁବଂଶର ଅନ୍ତ କରିଥିଲେ। ଏହି ପ୍ରକ୍ରିୟାରେ ସେ ଦ୍ୱାରିକାରେ ଏକ ପାଖ ଜଙ୍ଗଲରେ ଘୁରି ବୁଲୁଥିଲେ। ଏହି ସମୟରେ ଜାରାଶବର ନାମକ ଏକ ଆଦିବାସୀ ଶିକାରୀ ତାଙ୍କ ପାଦକୁ ହରିଣର କାନ ଭାବି ତାଙ୍କ ଉପରକୁ ତୀର ମାରି ଦେଇଥିଲେ। ଯେତେବେଳେ ଜାରା ତାଙ୍କ ଉପରେ ଶବର ନିଜର ଭୁଲ ଜାଣିପାରିଲେ, ସେ କାନ୍ଦିବାକୁ ଲାଗିଲେ ଆଉ ଭଗବାନ କୃଷ୍ଣଙ୍କୁ ଭୁଲ ମାଗିବାକୁ ଲାଗିଲେ। ଭଗବାନ କୃଷ୍ଣ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ଏହା ପୂର୍ବରୁ ନିର୍ଦ୍ଧାରିତ ଥିଲା। ତୁମେ ଚିନ୍ତା କରନି କି ମନ ଦୁଃଖ କରନି। ତୁମେ ପାଣ୍ଡବ ମାନଙ୍କୁ ଖବର ଜଣାଅ, ସେମାନେ ମୋର ଶରୀରକୁ ଆସି ଦାହ କରିଦେବେ, ମୋର ଶେଷାଂଶକୁ ସମୁଦ୍ରରେ ବିସର୍ଜନ କରିଦେବେ। କିନ୍ତୁ କୃଷ୍ଣଙ୍କର ଶରୀର ଅଂଶ ଅଗ୍ନିରେ ସମ୍ପୂର୍ଣ୍ଣ ଦାହ କରିପାରିଲେ ନାହିଁ। କୁହାଯାଏ ଏହି ଅଗ୍ନିରେ ଭଗବାନଙ୍କର ହୃଦୟ ଓ ନାଭି ଅଂଶ ଜଳି ନଥିଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଆଦେଶ ଅନୁସାରେ ତାଙ୍କ ଶେଷାଂଶକୁ ଏକ ବଡ କାଠଗଣ୍ଡିରେ ପୁରାଇ ସମୁଦ୍ରରେ ବିସର୍ଜନ କରିଦେଇଥିଲେ। ଏହି ଦିବ୍ୟ କାଠଗଣ୍ଡିଟି ଭାସି ଭାସି ପୁରୀ ସମୁଦ୍ର କୂଳରେ ଲାଗିଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କର ବଡ ଭକ୍ତ ଥିଲେ। ଦିନେ ଭଗବାନ ବିଷ୍ଣୁ ଇନ୍ଦ୍ରଦ୍ୟୁମ୍ନକୁ ସ୍ୱପ୍ନରେ ଆସି କହିଲେ, ମୁଁ ପୁରୀର ବାଙ୍କ ମୁହାଣ ସମୁଦ୍ରରେ କାଠ ଗଣ୍ଡି ଭାବରେ ଭାସୁଛି। ସେ କାଠ ଗଣ୍ଡିକୁ ଆଣି ମୂର୍ତ୍ତି ତିଆରି କରି ମତେ ପୂଜା କର। ତାପରେ ଇନ୍ଦ୍ରଦ୍ୟୁମ୍ନ ବାଙ୍କ ମୁହାଣରେ ପହଞ୍ଚିଲେ। ସତରେ ସେଠାରେ ଏକ ବଡ କାଠ ଗଣ୍ଡି ଭାସୁଥିବାର ଦେଖାଗଲା। ସେ କାଠ ଗଣ୍ଡିକୁ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ରାଜା ସମୁଦ୍ରରୁ ଜଳ ରାଜମହଲକୁ ଆଣିଲେ। କିନ୍ତୁ କୌଣସି କାରିଗର ମୂର୍ତ୍ତି ନିର୍ମାଣ କରିପାରିଲେନି। ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କୁ ପ୍ରାର୍ଥନା କଲେ। ପ୍ରଭୁଙ୍କ ଆଦେଶରେ ବିଶ୍ୱକର୍ମା, ଏକ ବୁଢା ବ୍ୟକ୍ତି, ନିଜକୁ ଅନନ୍ତ ମହାରଣା କହି ମୂର୍ତ୍ତି ନିର୍ମାଣ କରିବା ପାଇଁ ଆଜ୍ଞା ମାଗିଲେ। ସେ ରାଜାଙ୍କ ଭରସା ଦେଲେ ଯେ ଏହି ମୂର୍ତ୍ତିକୁ ନିର୍ମାଣ କରିପାରିବେ, କିନ୍ତୁ ତାଙ୍କର କିଛି ସର୍ତ୍ତ ଥିଲା। ସେ ଏହି ମୂର୍ତ୍ତିକୁ ତିଆରି କରିବା ପାଇଁ 21 ଦିନ ନେବେ, ଆଉ ଏହି ମୂର୍ତ୍ତିକୁ ଏକ ବନ୍ଦ କୋଠରୀରେ ତିଆରି କରିବେ। 21 ଦିନ ଯାଏ ତାଙ୍କୁ କେହି ଡାକିବେ ନାହିଁ କି କେହି ସେ କବାଟ ଖୋଲିବେ ନାହିଁ। 21 ଦିନ ଯାଏ ସେ ଖାଦ୍ୟ ଜଳ ଗ୍ରହଣ କରିବେ ନାହିଁ। ତାପରେ ସେ କବାଟ ବନ୍ଦ କରି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଘର ଭିତରୁ 2 ସପ୍ତାହ ଯାଏ କାଠ କାଟିବା, ପିଟିବା ସବୁର ଶବ୍ଦ ଆସୁଥିଲା। କିନ୍ତୁ 2 ସପ୍ତାହ ପରେ ସେ ବନ୍ଦ କୋଠରୀ ଭିତରୁ କୌଣସି ଶବ୍ଦ ଶୁଭିଲା ନାହିଁ। ରାଣୀ ଗୁଣ୍ଡିଚା ବହୁତ ଚିନ୍ତିତ ହୋଇଗଲେ। କାରିଗର ଜଣକ ବହୁତ ବୃଦ୍ଧ ଥିଲେ। କାଳେ ଏତେ ଦିନ ନ ଖାଇ ନ ପିଇ କିଛି ଅଘଟଣ ଘଟିନି ତ? ତେଣୁ ସେ ରାଜାଙ୍କୁ ସେ କଥା କହିଲେ। ସେ ଗୃହର କବାଟ ଖୋଲିବାକୁ କହିଲେ। ରାଜା କିନ୍ତୁ ସେ ବୃଦ୍ଧ ବ୍ୟକ୍ତିଙ୍କର ସର୍ତ୍ତରେ ବନ୍ଧା ଥିଲେ। କିନ୍ତୁ ରାଣୀ ବହୁତ ବାଧ୍ୟ କରିବାରୁ ସେ ବନ୍ଦ କୋଠରୀରୁ କବାଟ ଖୋଲିଦେଲେ। ଯେମିତି ଘରର କବାଟ ଖୋଲିଛନ୍ତି, ସେ ଦେଖିଲେ ସେ ବୃଦ୍ଧ ବ୍ୟକ୍ତି ଜଣକ ଅନ୍ତର୍ଧ୍ୟାନ ହୋଇଗଲେ ଆଉ ତାଙ୍କ ପଛରେ ଏହି ଅଧାଗଢା ମୂର୍ତ୍ତି ଛାଡି ଦେଇଗଲେ। ଏହା ଦେଖି ସେ ନିଜର ପ୍ରତିଜ୍ଞା ଭାଙ୍ଗିଥିବାରୁ ବହୁତ ପଶ୍ଚାତାପ କଲେ ଆଉ ନିଜକୁ ସମାପ୍ତ କରିଦେବାକୁ ଭାବିଲେ। କିଛି ସମୟ ପରେ ଶୂନ୍ୟରୁ ଶବ୍ଦ ଆସିଲା, ହେ ରାଜା, ତୁମେ ତୁମର ପ୍ରତିଜ୍ଞା ଭଙ୍ଗ କରି କବାଟ ଖୋଲିଦେଲ ଆଉ ମୋର ମୂର୍ତ୍ତି ଅଧାଗଢା ରହିଗଲା। କିନ୍ତୁ ତୁମେ ଚିନ୍ତା କର ନାହିଁ, ମୁଁ ଏହି ରୂପରେ ଜଗତବାସୀଙ୍କୁ ଦର୍ଶନ ଦେବି। ତୁମେ ମୋର ଯଥାବିଧି ବିଗ୍ରହ ସ୍ଥାପନା କରି ପୂଜା ଆରମ୍ଭ କରିଦିଅ। ଭଗବାନଙ୍କର ଆଶ୍ୱାସନା ପରେ ଇନ୍ଦ୍ରଦ୍ୟୁମ୍ନ ନୀଳାଚଳରେ ଭଗବାନଙ୍କର ଭବ୍ୟ ମନ୍ଦିର ନିର୍ମାଣ କଲେ। ମନ୍ଦିରର ପ୍ରତିଷ୍ଠା ପାଇଁ ରାଣୀ ଗୁଣ୍ଡିଚାଙ୍କ ସହ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବା ପାଇଁ ବ୍ରହ୍ମଲୋକକୁ ଗଲେ। ଯେତେବେଳେ ରାଜା ଓ ରାଣୀ ବ୍ରହ୍ମଲୋକରେ ପହଞ୍ଚିଲେ, ସେତେବେଳେ ବ୍ରହ୍ମା ଧ୍ୟାନରେ ଥିଲେ। ବ୍ରହ୍ମଲୋକର ଗୋଟିଏ ଦିନ ପୃଥିବୀ ଲୋକରେ ଗୋଟିଏ ଯୁଗ ସାଙ୍ଗରେ ସମାନ। ବ୍ରହ୍ମଦେବଙ୍କର ଧ୍ୟାନ ଭଙ୍ଗ ହେଲା ପରେ ରାଜା ତାଙ୍କୁ ମନ୍ଦିର ପବିତ୍ର କରି ପ୍ରତିଷ୍ଠା କରିବା ଏବଂ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନା କରିବା ପାଇଁ ଅନୁରୋଧ କଲେ। ବ୍ରହ୍ମଦେବ ରାଜାଙ୍କ ସାଙ୍ଗରେ ଆସି ନୀଳାଚଳ ଧାମରେ ପହଞ୍ଚିଲେ। ଯେତେବେଳେ ସେମାନେ ପୃଥିବୀ ପୃଷ୍ଠରେ ପହଞ୍ଚିଲେ, ସେତେବେଳକୁ ଗୋଟିଏ ଯୁଗ ବିତି ଯାଇଥିଲା। ତା ଭିତରେ ମନ୍ଦିରଟି ବାଲିରେ ଢାଙ୍କି ହୋଇଯାଇଥିଲା। ସେହି ସମୟରେ କଳାମାଧବ ସେଠାରେ ଶାସନ କରୁଥିଲେ। ଦିନେ କଳାମାଧବ ସେହି ବାଟ ଦେଇ ଯାଉଥିଲେ। ତାଙ୍କ ଘୋଡାର ଖୁରା ମନ୍ଦିରର ଶିଖରରେ ବାଜିଗଲା। ସେହି ଜାଗାକୁ ଖୋଳି ମନ୍ଦିରର ପୁନରୁଦ୍ଧାର କରିଥିଲେ।
ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ସାଙ୍ଗରେ ଆସି ପହଞ୍ଚିଲେ ସେତେବେଳେ କଳାମାଧବ ତାଙ୍କ ରାଜ୍ୟକୁ ଶାସନ କରିବା ସହିତ ମନ୍ଦିରକୁ ନିଜ ଅଧିକାରକୁ ନେଇକି ଯାଇଥିଲେ। ଦୁଇ ଜଣଙ୍କ ଭିତରେ ବିବାଦ ସୃଷ୍ଟି ହେଲା। ବ୍ରହ୍ମଦେବଙ୍କ ମଧ୍ୟସ୍ଥତାରେ ଏହା ନିଶ୍ଚିତ କରାଗଲା ଯେ ପ୍ରକୃତରେ ଇନ୍ଦ୍ରଦ୍ୟୁମ୍ନ ହିଁ ମନ୍ଦିର ନିର୍ମାଣ କରିଥିଲେ ଓ କଳାମାଧବ ମନ୍ଦିରର ପୁନରୁଦ୍ଧାର କରି ରକ୍ଷା କରିଥିଲେ। ତାପରେ ବ୍ରହ୍ମଦେବ ମନ୍ଦିରକୁ ପ୍ରତିଷ୍ଠା କରି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ମୂର୍ତ୍ତିକୁ ମଧ୍ୟ ସ୍ଥାପିତ କରିଥିଲେ ଓ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ମଧ୍ୟ କରିଥିଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତି ଓ ତାଙ୍କ ପାଇଁ ମହାନ ମନ୍ଦିରର ପ୍ରତିଷ୍ଠାରେ ଭଗବାନ ବିଷ୍ଣୁ ଇନ୍ଦ୍ରଦ୍ୟୁମ୍ନଙ୍କ ଉପରେ ପ୍ରସନ୍ନ ହୋଇଗଲେ। ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ମାଗିବାକୁ କହିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କୁ କହିଲେ, ହେ ପ୍ରଭୁ, ଆପଣ ଯଦି ମୋ ଉପରେ ପ୍ରସନ୍ନ ଅଛନ୍ତି ତେବେ ମୋତେ ବରଦାନ ଦିଅନ୍ତୁ। ମୋର ବଂଶ ଏଉଠୁ ଲୋପ ପାଇଯାଉ, ମୁଁ ନିର୍ବଂଶ ହୋଇଯାଏ, ଯାହା ଦ୍ୱାରା କେହି ମଧ୍ୟ ଏହା ଭବିଷ୍ୟତରେ କହିପାରିବେନି ଯେ ଏହି ମନ୍ଦିର ଆମର ପୂର୍ବଜ ମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା କି ଏ ମନ୍ଦିର ଆମର। ଆଉ ଯଦି ଭବିଷ୍ୟତରେ ଆପଣଙ୍କର ମନ୍ଦିର କ୍ଷତିଗ୍ରସ୍ତ କିମ୍ବା ମୂର୍ତ୍ତି ନଷ୍ଟ ହୋଇଯାଏ ତେବେ ମଧ୍ୟ ଆପଣ ଏଇଠାରେ ହିଁ ରହିବେ, ଏହି ସ୍ଥାନକୁ କେବେ ମଧ୍ୟ ଛାଡିକି ଯିବେ ନାହିଁ। ରାଜାଙ୍କ ପ୍ରାର୍ଥନା ଅନୁସାରେ ଭଗବାନ ବିଷ୍ଣୁ ତାଙ୍କୁ ବରଦାନ ଦେଇଥିଲେ। କିନ୍ତୁ କିଛି ଦୂରରେ ରାଣୀ ଗୁଣ୍ଡିଚା ଏହି ସବୁ କଥା ଶୁଣୁଥିଲେ। ରାଜାଙ୍କ ନିର୍ବଂଶ ହେବା ବରଦାନ କଥା ଶୁଣି ସେ ବହୁତ ମନ ଦୁଃଖ କରିଥିଲେ। କେହି ମଧ୍ୟ ମହିଳା ନିସନ୍ତାନ ରହିବାକୁ ଚାହିଁବେନି। ସେ ବହୁତ ଦୁଃଖିତ ଥିଲେ, ଯାହା ଭଗବାନ ବିଷ୍ଣୁ ବୁଝିପାରିଥିଲେ। ଭଗବାନ ବିଷ୍ଣୁ ତାଙ୍କୁ କହିଥିଲେ, ମୁଁ ଆପଣଙ୍କ ଘରେ ଜନ୍ମ ନେଇଛି, ମୁଁ ଆପଣଙ୍କ ପୁତ୍ର ସମାନ, ଆପଣ ମୋତେ ମୋର ମାତା ସମାନ ଅଟନ୍ତି। ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ। ମୁଁ ରଥରେ ଚଢି ଆପଣଙ୍କ ଘରକୁ ଆସିବି। ସେ ଜାଗା ଆପଣଙ୍କ ନାଁ ଅନୁସାରେ ଗୁଣ୍ଡିଚା ମନ୍ଦିର ହେବ। ସେଠାରେ ମୁଁ 9 ଦିନ ରହିବି। ଆପଣ ତିଆରି କରିଥିବା ସ୍ୱାଦିଷ୍ଟ ଭୋଜନ ମଧ୍ୟ ଖାଇବେ। ସେଇ ଦିନ ଠାରୁ ପ୍ରତିବର୍ଷ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ତାଙ୍କ ବଡ ଭାଇ ବଳଭଦ୍ର, ମାତା ସୁଭଦ୍ରା ଓ ସୁଦର୍ଶନଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ସେଠାରେ 9 ଦିନ ରୁହନ୍ତି। ରାଣୀ ଗୁଣ୍ଡିଚାଙ୍କ ନାଁରେ ନା ଦେବକୀ ଅଟନ୍ତି, ନା କି ଯଶୋଦା ଅଟନ୍ତି। କିନ୍ତୁ ଯେହେତୁ ପ୍ରଭୁ ତାଙ୍କୁ ପ୍ରତିଜ୍ଞା କରିଥିଲେ ପ୍ରତିବର୍ଷ ତାଙ୍କ ପ୍ରତିଜ୍ଞା ରଖିବାକୁ ମା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏମିତି ଅଟନ୍ତି ଆମ ପ୍ରଭୁ ଜଗନ୍ନାଥ। ସମସ୍ତଙ୍କ ଅନ୍ତରର କଥା ସେ ଜାଣିପାରନ୍ତି। ସାଙ୍ଗମାନେ, ଆଜିର ଭିଡିଓଟି ଆଶା କରୁଛି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ଛୋଟ ଲାଇକ୍ ଟେ କରିଦେବେ, କମେଣ୍ଟରେ ନିଜର ମୂଲ୍ୟବାନ ମତାମତ ଦେବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଏମିତି ବିଭିନ୍ନ ପ୍ରକାର ନୂଆ ନୂଆ ଦେବାଦେବୀ ମାନଙ୍କର ଭିଡିଓ ଦେଖିବା ପାଇଁ ଆପଣ ମାନଙ୍କୁ ଚ୍ୟାନେଲ ସବସ୍କ୍ରାଇବ କରିଦେବେ। ନୂଆ ନୂଆ ନୋଟିଫିକେସନ ଆପଣ ମାନଙ୍କ ପାଖକୁ ଚାଲିଯିବ। ଅଧିକରୁ ଅଧିକ ସେୟାର କରିଦେବେ। ରହୁଛି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।